A stone is broken by the last stroke of hammer, but this doesn't mean that the first stroke was useless. ହାତୁଡ଼ିର ଶେଷ ପାହାରରେ ସିନା ପଥରଟି ଭାଙ୍ଗେ, କିନ୍ତୁ ତା ମାନେ ନୁହେଁ ଯେ ପ୍ରଥମ ପାହାରଟି ନିରର୍ଥକ ଥିଲା। ଦଶମ ପରୀକ୍ଷା ଦେଇଥିବା ମୋର ଅତି ପ୍ରିୟ ଛାତ୍ରଛାତ୍ରୀମାନେ, ଆଶା କରୁଛି ସମସ୍ତେ ଭଲରେ ଥିବ। ମୁଁ ଗୋପୀକୃଷ୍ଣ ବିଶ୍ୱାଳ, ବୃତ୍ତିରେ ଜଣେ ଶିକ୍ଷକ। ମୋତେ ତୁମେ ସାର୍ ଭାବିପାର ଅଥବା ତୁମର ଜଣେ ଶୁଭାକାଂକ୍ଷୀ ବୋଲି ଭାବିପାର। ତେବେ ଆରମ୍ଭରୁ କହି ରଖୁଛି, ନା ମୁଁ ପ୍ରାଇମେରୀ ସ୍କୁଲର ଟିଚର, ନା ମୁଁ ହାଇସ୍କୁଲର ଟିଚର। ମୁଁ ଜଣେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ। ପୂର୍ବରୁ ଉଭୟ ପ୍ରାଇମେରୀ ଏବଂ ହାଇସ୍କୁଲରେ 10 ବର୍ଷ ଧରି ମୁଁ ଶିକ୍ଷକତା କରିଛି। ତ ଆଜିର ଭିଡ଼ିଓଟି ତୁମମାନଙ୍କୁ ଏକ ମହତ୍ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମୁଁ ତିଆରି କରିଛି। ଆଶା କରୁଛି ଭିଡ଼ିଓଟିକୁ ତୁମେମାନେ ଦେଖିବ ଏବଂ ଏଥିରୁ ଯାହା ବି ଶିଖିବ ତାକୁ ତୁମେ ଜୀବନରେ କାମରେ ଲଗାଇବ। ପିଲାମାନେ, ଆଉ ଅଳ୍ପ ଦିନ ପରେ ତୁମମାନଙ୍କର ରେଜଲ୍ଟ ବାହାରିବ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତଙ୍କୁ ପରୀକ୍ଷାରେ ଆଶା ଅନୁଯାୟୀ ସଫଳତା ମିଳୁ। କିନ୍ତୁ ପିଲାମାନେ, ତୁମ ପରୀକ୍ଷା ଫଳ ବାହାରିଲା ପରେ ସମସ୍ତେ ଆନନ୍ଦ ଉତ୍ସବରେ, ତୁମ ଭାଷାରେ ଯେଉଁଟା ସେଲିବ୍ରେସନ୍ ବୋଲି କହୁଛ, ସେହି ସେଲିବ୍ରେସନ୍ରେ ମାତିଯିବ। ନିଜ ସଫଳତା ପାଇଁ ବାପା ମା, ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁମ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ଜଣାଇବ। ଏଇଟା ଅବଶ୍ୟ ଭଲ କଥା। ଏଇ ଧାରାଟି ତ ଚିରାଚରିତ ଧାରା। ହେଲେ ଯେଉଁ ଗୋଟିଏ କଥାକୁ ତୁମେମାନେ ଭୁଲିଯାଅ, ସେଇଟା ହେଉଛି ତୁମ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା। କିନ୍ତୁ ତୁମେ ସବୁ କାହିଁକି ଭୁଲିଯାଅ ସେମାନଙ୍କ କଥା? ସେମାନେ ଗରିବ ବୋଲି, ନା ସେମାନେ ବିଚାରା ବୋଲି, ନା ଦଶମ ପାଠ ପାଇଁ ତାଙ୍କର କିଛି ଅବଦାନ ନାହିଁ ବୋଲି? ଟିକିଏ ଚିନ୍ତା କଲ ପିଲାମାନେ। ସେଦିନ ଯଦି ସେଇ ପ୍ରାଇମେରୀ ଶିକ୍ଷକ ଜଣକ ତୁମକୁ ହସ୍ତାକ୍ଷର ଲେଖା ଶିଖାଇ ନଥାନ୍ତେ, ତୁମେ କ'ଣ ଆଜି ଏତେ ସୁନ୍ଦର ସୁନ୍ଦର ଅକ୍ଷର ଲେଖି ଦଶମ ପରୀକ୍ଷାରେ ଏତେ ସଫଳତା ଆଣିପାରିଥାନ୍ତ? ସେଦିନ ଯଦି ସେ ପ୍ରାଇମେରୀ ଶିକ୍ଷକ ଜଣକ ତୁମକୁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ କେମିତି ଲେଖାଯାଇ ଶିଖାଇ ନଥାନ୍ତେ, ଆଜି କ'ଣ ତୁମେ ଜିଲ୍ଲାପାଳଙ୍କ ନିକଟକୁ ଦରଖାସ୍ତ ଲେଖି 6ରୁ 6 ମାର୍କ ଆଣିପାରିଥାନ୍ତ? ସେଦିନର ସେଇ ପ୍ରାଇମେରୀ ଶିକ୍ଷକ ଜଣକ ତୁମମାନଙ୍କୁ ଯଦି ସଂଖ୍ୟା ଗଣନ, ସ୍ଥାନୀୟ ମାନ, ଯୋଗ ବିୟୋଗ, ଗୁଣନ ହରଣ ଭଳି ଗଣିତର ମୌଳିକ କୌଶଳ ଗୁଡ଼ିକ ଶିଖାଇ ନଥାନ୍ତେ, ଆଜି କ'ଣ ତୁମେ A+Bର ହୋଲ୍ କ୍ୟୁ ସୂତ୍ର ଶିଖି ବଡ଼ ବଡ଼ ସମୀକରଣ ଗୁଡ଼ିକ ସମାଧାନ କରିପାରିଥାନ୍ତ? ସେଦିନ ଯଦି ଗାଁ ପଞ୍ଚାୟତ କଥା ପ୍ରାଇମେରୀ ସ୍କୁଲରେ ଜାଣିନଥାନ୍ତ, ଆଜି କ'ଣ କେନ୍ଦ୍ର ସରକାର, ରାଜ୍ୟ ସରକାର, ସଂସଦ, ବିଧାନସଭା ଇତ୍ୟାଦିର ଗଠନ ଓ କାର୍ଯ୍ୟକୁ ଏତେ ନିଖୁଣ ଭାବରେ ଲେଖିପାରିଥାନ୍ତ? ସେଦିନ ଯଦି କେଉଁ ଖାଦ୍ୟରେ କ'ଣ ଖାଦ୍ୟସାର ଅଛି ବୋଲି ଶିଖିନଥାନ୍ତ, ଆଜି କ'ଣ ଉଦ୍ଭିଦ କୋଷ, ପ୍ରାଣୀ କୋଷର ଗଠନ ଓ କାର୍ଯ୍ୟର ଧାରଣା ତୁମର ଦୃଢ଼ ହୋଇପାରିଥାନ୍ତା? ସେଦିନ ପ୍ରାଥମିକ ବିଦ୍ୟାଳୟରେ ଯଦି ତୁମେ 2 ଧାଡ଼ିର ଭାଷଣ ଶିଖିନଥାନ୍ତ, ଆଜି ଅନର୍ଗଳ ବକ୍ତୃତା ଦେବାର କଳା ତୁମେ କିଭଳି ହାସଲ କରିପାରିଥାନ୍ତ? ଆଉ ସେଦିନ ଯଦି ତୁମେ ଇଂଲିଶର ABCD, ଭାୱେଲ୍, କନସୋନାଣ୍ଟ, ନାଉନ୍, ଭାର୍ବର ବେସିକ୍ କନସେପ୍ଟ ଜାଣିନଥାନ୍ତ, ତାହେଲେ ଆଜିର ଡାଇରେକ୍ଟ ଇନଡାଇରେକ୍ଟ ସ୍ପିଚ୍, ପେସିଭ୍ ଆକ୍ଟିଭ୍ ଭଏସ୍ କେମିତି ବୁଝିଥାନ୍ତ ପିଲାମାନେ? ଗୋଟେ ଛୋଟ ଉଦାହରଣ ଦେବି। ତୁମେ ତ ସବୁ କ୍ରିକେଟ୍ ଖେଳ ଦେଖୁଥିବ, କ୍ରିକେଟ୍ ଖେଳୁଥିବ ମଧ୍ୟ। ଜିତିବାକୁ ବାକି ଥାଏ 3 ରନ୍, ଧୋନି ଛକା ମାରି ମ୍ୟାଚ୍ ଜିତେଇଲା। ସମସ୍ତଙ୍କ ଭଳି ତୁମେ ବି ଖୁସି ହେଲ, ଆଉ ସମସ୍ତେ ଧୋନି ପ୍ରଶଂସାରେ ଶତମୁଖ ହୋଇ ଉଠିଲ। ହେଲେ ପିଲାମାନେ, ତା ପୂର୍ବରୁ କୋହଲି ଯଦି 80 ରନ୍ କରିନଥାନ୍ତା, ରୋହିତ ଯଦି 60 ରନ୍ର ଇନିଂସ ଖେଳିନଥାନ୍ତା, ବୁମ୍ରା ଯଦି 3ଟା ୱିକେଟ୍ ହାସଲ କରିନଥାନ୍ତା, ତାହେଲେ କ'ଣ ଧୋନିର ସେଇ ଛକା ମ୍ୟାଚ୍ ଜିତେଇ ପାରିଥାନ୍ତା? ତେଣୁ ଧୋନି ହୁଏତ ୱିନିଂ ରନ୍ ସ୍କୋର କରିପାରେ, କିନ୍ତୁ ମ୍ୟାଚ୍ ଜିତିବାରେ ସମସ୍ତଙ୍କର ଅବଦାନ ଯେ ରହିଛି, ଏକଥା ତୁମେ ସମସ୍ତେ ମାନିବାକୁ ବାଧ୍ୟ ହେବ। ମୁଁ କ'ଣ ଭୁଲ କହୁଛି ପିଲାମାନେ? ସେଇଥିପାଇଁ ତ କହୁଥିଲି, ହାତୁଡ଼ିର ଶେଷ ପାହାରରେ ସିନା ପଥରଟି ଭାଙ୍ଗେ, କିନ୍ତୁ ପଥରଟି ଏକା ପାହାରକେ ଭାଙ୍ଗି ନଥାଏ। ତା ପୂର୍ବରୁ ଆହୁରି 100 ଥର ତାକୁ ପାହାର ଦେବା ପାଇଁ ପଡ଼ିଥାଏ, ଆହୁରି 100 ଥର ଆଘାତ କରିବା ପାଇଁ ପଡ଼ିଥାଏ। ସେଇ 100 ଥର ଆଘାତ ଟିକିଏ ଟିକିଏ ତା ଭିତରେ ଫାଟ ସୃଷ୍ଟି କରିଥାଏ। ଆହୁରି ଜାଣିଛ ପିଲେ, ତୁମକୁ ସେଇ ABCD 1 2 3 4 ଶିଖାଇଥିବା ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ଆର୍ଥିକ ଆଉ ସାମାଜିକ ସ୍ଥିତି କିଭଳି? ଯଦି ଜାଣିନ ଏବଂ ଜାଣିବାକୁ ଚାହୁଁଛ, ତାହେଲେ ଶୁଣ। ତୁମ ହାଇସ୍କୁଲରେ ସାର୍ ଜଣେ ପ୍ରଥମ ଦରମା ପ୍ରାୟ 54,000 ଟଙ୍କା ପାଉଥିଲା ବେଳେ, ସମାନ କ୍ୱାଲିଫିକେସନର ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ଦରମା କେତେ ଜାଣିଛ? ପ୍ରାୟ 12,000 ଟଙ୍କା ମାତ୍ର। ତୁମ ହାଇସ୍କୁଲ ଶିକ୍ଷକଙ୍କ ଭାଗରେ ଦିନକୁ 2ରୁ 3ଟି କ୍ଲାସ୍ ପଢ଼ୁଥିଲା ବେଳେ
कौटी कौटी हुए तो कम बेसी होता पारे किंतु एवरेज 2 ରୁ 3ଟି क्लास पढ़ुला बेले प्राथमिक शिक्षक भागरे दिन जाकर 7टा ରୁ 7टा जाक पीरियड पड़ी थाए। तांकर क्लास आरंभ हुए सकाळ 10टा ରୁ शेष हुए अपराह्न 4टारे। तुम हाईस्कूल शिक्षकों को काम रे साहाय्य करिवा पई क्लर्क पियोन भली अणशिक्षा कर्मचारी इत्यादि अछंती किंतु प्राइमरी स्कूल शिक्षकों को पियोन ठारू क्लर्क पर्यंत समस्तंकर काम निजे करिवा पई पड़े एवं ता सहित तुमको पाठ पढ़ाइबा पई मध्य पड़े। पुणी तुम हाई स्कूल शिक्षकों को समाज सार नमस्कार कहूला बेले ना प्राइमरी शिक्षकों को केते सम्मान दियंती किंबा केते असम्मान करंती से कथा तुम समस्ते जानिछ। मु जानिनी पिला माने पिलाटी क्लासरूम भितरे बांती करी पकाइले हाई स्कूल सार एवं मैडम माने कौन करती किंतु मु देखिछि किभली प्राइमरी स्कूल रे पिलाटी क्लास रे बांती करी पकाइले दीदी सेही बांती को निजे सफा करथांती। आउ एते सबु परे भी तुम हाई स्कूल टीचर तुमको जेतिकी निष्ठार सहित पाठ पढ़ाती तुम प्राइमरी स्कूल टीचर मध्य सेतिकी निष्ठार सहित पाठ पढ़ाती। आहुरी अनेक कथा अछि जानिछ पिला माने तुमे जेते बेले 10वीं रे आशातीत सफलता पाओ ना हाई स्कूल रो सार मैडम माने जेतिकी खुशी हुंती सत कहूची तुम प्राथमिक स्कूल रो सार दीदी माने मध्य सेतिकी खुशी हुंती तुम सफलता रे। हेले अवसोस या जे तुमे हाई स्कूल सार को कृतज्ञता दियो मिठा खुआई खुशी मनाओ मात्र से बिचरा प्राथमिक शिक्षक शिक्षयित्री को टिके भी मने पकाओनी ना जहाँ तांको भारी आघात दिए रे। तांको आखिर लुह सिना कहीं देखी पारंतिनी हेले मन भितरे से माने किभली भाबरे आउ केते परिमाण रे जे कांदंती से कथा तुमे कल्पना करि परिबनी। आदरर छात्र छात्री माने तुमको एतिकी मात्र अनुरोध करिबी आस आमे समस्ते मिलीमिशी ए वर्ष एई चिराचरित धाराटा को टिके बदलाई दबा। परीक्षा फल बाहरिबा दिन हाई स्कूल को तो निश्चय जीवा कारण सेठू आमे पास आउट होचे ता सहित आम प्राइमरी आउ अपर प्राइमरी स्कूल को भी टिके जीवा। आमर से प्रथम गुरुजी गुरुमा को मध्य आम सफलतार श्रेय दबा कहिबा सार किंबा दीदी आपण पकईथिबा से शिक्षार सुदृढ़ मूलदुआ उपरे मु आउ मो हाई स्कूल रो सार मिसी ए सफलतार सौध तोली पारिछु। मो जीवन रे आपणक अवदान पाई मु ऋणी आपणक निकटरे मु कृतज्ञ आपणक निकटरे। जदि स्कूल जीवा संभव न होची ना पिला माने तेबे फोन माध्यम रे अंतत आमर कृतज्ञता टिकको आमे जणाई दबा। देखिबो पिले सेदिन सेमानक आखिरु खुशीर लुह सब केमिति झरी पड़िबो आउ तांको आशीर्वाद रे तुम आगामी जीवन मध्य आहुरी सुखमय आहुरी शांतिमय आहुरी सफलतापूर्ण हो जीवो। मन रखिबो पिला माने गछ जेते भी उच्च होना कहीं केबे मूलरू अलगा हुएनी। कौन पिला माने मो कथा रखिबो ना मु जानिछि तमे समस्ते सुना पिला मो कथा निश्चय रखिबो आउ निज प्राथमिक गुरुजी गुरुमा को तांको भागर भक्ति भल पाइबा आउ कृतज्ञता निहाती जणाइबो। ईश्वर तुम समस्तंकर मंगल करंतु। भिडियोटी शेष पर्यंत देखिथिबारु तुम समस्तंको धन्यवाद। जय जगन्नाथ।